ଶୁଣିବା ଗଳ୍ପ ଈଶ୍ୱରଙ୍କ ପାଖକୁ ଚିଠି। ଗାଳ୍ପିକ ଗୋଦାବରୀଶ ମହାପାତ୍ର। ଏକଥା ଶୁଣି ତୁମେ ହୁଏତ ସତ ମଣିବ ନାହିଁ। ସତ ମଣ ବା ନ ମଣ କଥାଟା ଯେ ସତ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଦିନେ ଜମିଦାରୀ ତମାମ ଏଇ କଥାଟା ସମସ୍ତଙ୍କ ମୁହଁରୁ ଶୁଣାଗଲା। ଯିଏ କହିଲା ସେ ହସିଲା, ଆଉ ଯିଏ ଶୁଣିଲା ସେ ହସିଲା। ଗଞ୍ଜାମ ଜିଲ୍ଲାର ଗୋଟିଏ ଜମିଦାରୀ, ଅତି ବଡ଼ ନୁହେଁ କି ଅତି ଛୋଟ ବି ନୁହେଁ। ସେଇ ଜମିଦାରୀର ନାଁ ଶୁଣି ତୁମର କିଛି ଲାଭ ନାହିଁ, ନ ଶୁଣିଲେ କିଛି କ୍ଷତି ବି ନାହିଁ। ଧର ନାଁଟା ବଡ଼ଗଣ୍ଡ। ସେଇ ବଡ଼ଗଣ୍ଡ ଜମିଦାରୀ ଭିତରର ଗୋଟିଏ ଅତି ଗରିବ ଚାଷୀର କଥା। ଚାଷୀଟି ଏତେ ଗରିବ ଯେ ତା କାହାଣୀ ଶୁଣିଲେ ଅନେକ ସମୟରେ କଳ୍ପନା ବୋଲି ମନେ ହେବ। ଦାଣ୍ଡରୁ ଆଣିଲେ ଖାଏ, ନ ଆଣିଲେ ଉପାସ ରହେ। ବର୍ଷ ସାରା ବର୍ଷା କାକର ସହି ବିଲରେ ଲାଗେ, କିନ୍ତୁ ପେଟ ପୋଷି ପାରେ ନାହିଁ। ଆଦାୟର 15 ପଣରୁ ବେଶୀ ଯାଏ ସାହୁକାର ଓ ଜମିଦାରର ଭାଗକୁ। ଫସଲ ଆଦାୟ କରି ତା ପେଟ ପୂରେ ନାହିଁ। ପାଣି ପାଖରେ ରହି ଶୋଷ ମରେ ନାହିଁ। ଦିନେ ସେ ବଡ଼ ସାହସ କରି ବିଚାରିଲା। ସମସ୍ତେ କହୁଛନ୍ତି ଈଶ୍ୱର ଅଛନ୍ତି, ଈଶ୍ୱର ଦେଉଛନ୍ତି, ଈଶ୍ୱର ନେଉଛନ୍ତି। ଡାକିଲେ ମଧ୍ୟ ଶୁଣୁଛନ୍ତି, କାହା କାହାକୁ ଦେଖା ମଧ୍ୟ ଦେଉଛନ୍ତି। ମୁଁ ତ ସେତେ ଭାଗ୍ୟବାନ ନୁହେଁ। ଆଚ୍ଛା, ତାଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖେ। ଏହା ଭାବି ଦିନେ ସେ ଚିଠି ଖଣ୍ଡିଏ ଲେଖିଲା। ପ୍ରିୟ ଈଶ୍ୱର, ଶୁଣୁଛି ତୁମର ସବୁ ଅଛି। ତୁମେ ଟଙ୍କା ପଇସା କାରବାର ନ କରୁଥିଲେ ମଧ୍ୟ ତୁମେ ସୃଷ୍ଟି କରୁଛ। ସମସ୍ତଙ୍କୁ ତୁମେ ପାଳୁଛ ବୋଲି ଲୋକେ କୁହାକୁହି ହେଉଛନ୍ତି। ତୁମେ ଅନୁଗ୍ରହ କରି ଗଞ୍ଜାମ ଜିଲ୍ଲା ବଡ଼ଗଣ୍ଡ ଜମିଦାରୀ ଦିଗଫାଣ୍ଡି ଡାକଘର ଠିକଣାରେ ମୋ ପାଖକୁ 100ଟି ଟଙ୍କା ଚଞ୍ଚଳ ପଠାଇ ଦିଅ। ମୋତେ ଏ ଭୋକ ଉପାସରୁ ରକ୍ଷା କର। ଇତି ଆପଣଙ୍କର ଆଜ୍ଞାଧୀନ ସୁକୁରିଆ ରାଉତ। ସୁକୁରିଆ ଚିଠି ଖଣ୍ଡିକ ଲେଖିସାରି ଦିଗଫାଣ୍ଡି ଡାକଘର ଦୁଆରେ ଯାଇ ପହଞ୍ଚିଲା। ସେଠାରେ ଡାକବାଲାକୁ ଦେଖି କହିଲା, ଏ ଚିଠିଟି ମୋର ନିଅ। ଈଶ୍ୱରଙ୍କର ପୂରା ଠିକଣା ମୋତେ ଜଣା ନାହିଁ। କିଏ କିଏ କହୁଛନ୍ତି ତାଙ୍କ ଠିକଣା ମୁଁ, ସ୍ୱର୍ଗ, ପୋଷ୍ଟ ସ୍ୱର୍ଗ, ଜିଲ୍ଲା ବୈକୁଣ୍ଠ। ତମେ ଯଦି ଠିକ୍ ଜାଣିଥିବ ତେବେ କୁହ। ଡାକବାଲା, ନା ତୁମେ ତ ଜାଣିଥିବ। ସୁକ୍ରିୟାର ଏ କଥା ଶୁଣି ଦିଗଫାଣ୍ଡିର ଡାକବାଲା ଟିକେ ହସିଦେଲା। କହିଲା, ଆରେ ଓଲୁ, ଆମ ଏ ଆଡ଼ର ଚିଠି କ'ଣ ଈଶ୍ୱରଙ୍କ ପାଖକୁ ଯାଏ? ତୁ ତାଙ୍କୁ ନିଜେ ଯାଇ କହ, ନହେଲେ ଆଉ କାହା ହାତରେ ପଠା। ଡାକରେ ଏ ଚିଠି ଯାଇପାରିବ ନାହିଁ। ଡାକବାଲା ମୁହଁରୁ ଏ କଥା ଶୁଣି ସୁକୁରିଆ ଭାରି ରାଗିଯାଇ କହିଲା, ତମେ ତ ଭାରି ଜାଲିଆ ଲୋକ ଦେଖୁଛି। ତମେ କ'ଣ ରଜାଘର ଦରମାଖିଆ ଚାକର କି? ଏ ଜମିଦାରୀ ଭିତରେ ତ କେହି ଭଲ ଲୋକ ନାହାନ୍ତି ବୋଲି ଚିଠି ମୁଁ ଖୋଦ୍ ଈଶ୍ୱରଙ୍କ ପାଖକୁ ପଠାଉଛି। ଆଉ କହୁଛ କ'ଣ ନା ଆଉ କାହା ହାତରେ ପଠାଅ? ତୁମେ ବଡ଼ ଖରାପ ଲୋକ ବୁଝୁଛି। ବାହାରେ ଡାକବାଲା ଓ ସୁକୁରିଆ ଏପରି କଥାବାର୍ତ୍ତା ଘର ଭିତରେ ଡାକ ମାଷ୍ଟର ବାବୁ ସବୁ ଶୁଣିପାରି ବାହାରକୁ ଆସିଲେ। ମନେ ମନେ ହସି ଡାକବାଲାକୁ ଠାରି ଆଡ଼େଇ ଦେଇ ସୁକୁରିଆକୁ ଚାହିଁ କହିଲେ, ଆଚ୍ଛା ଶୁଣ ଶୁଣ, ସେ କିଛି ଜାଣେ ନାହିଁ। ମୁଁ ଠିକଣା ଲେଖିଦେବି। ତୁମ ଚିଠି ନିଶ୍ଚୟ ଈଶ୍ୱରଙ୍କ ପାଖକୁ ପଠାଯିବ। ସୁକୁରିଆ ଖୁବ୍ ଆଗ୍ରହପୂର୍ଣ୍ଣ ଦୃଷ୍ଟିରେ ଡାକ ମାଷ୍ଟରଙ୍କୁ ଚାହିଁ ପଚାରିଲା, ଯିବ? ପଠାଇଦେବ? କ'ଣ ରେଜିଷ୍ଟ୍ରି କରିବ ନା ବେରିଂରେ ପଠାଇବ? ଡାକ ମାଷ୍ଟର ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ରେଜିଷ୍ଟ୍ରି ହେବ। ରେଜିଷ୍ଟ୍ରି ନ କଲେ ତୁମ ଚିଠି କୁଆଡ଼େ ଭୁଲ ଠିକଣାରେ ଯାଇପାରେ। ଦିଅ, ଚିଠି ଦିଅ। ସୁକୁରିଆର ଆନନ୍ଦର ସୀମା ରହିଲା ନାହିଁ। ସେ ଚିଠିଟି ଡାକ ମାଷ୍ଟରଙ୍କ ହାତକୁ ବଢ଼ାଇ ଦେଇ ପଚାରିଲା, ଆଚ୍ଛା, ଏଥିରେ କେତେ ପଇସା ଲାଗିବ? ଡାକ ମାଷ୍ଟର କହିଲେ, କେତେ ଲାଗିବ? ସ୍ୱର୍ଗ ତ ଏଠାକୁ ଅନେକ ବାଟ। ଏତେ ବାଟକୁ ଡାକ ଟିକଟ ଅନେକ ଲାଗନ୍ତା। ମାତ୍ର ଈଶ୍ୱରଙ୍କ ପାଖକୁ ଯିବ କି ନା, ତାଙ୍କ ଚିଠିରେ ଟିକଟ ଲାଗେ ନାହିଁ। ବିନା ଟିକଟରେ ରେଜିଷ୍ଟ୍ରି ହୁଏ। ତେଣୁ ତୁମ ଚିଠିଟି ମାହାଳିଆ ଯିବ। ସୁକୁରିଆ ଏକଥା ଶୁଣି ଭାରି ଖୁସି ହୋଇଗଲା। ଡାକବାଲା ଆଡ଼କୁ ମୁହଁ ବୁଲାଇ ଟିକେ ଥଟ୍ଟା କରି ହସିଦେଲା। ତାପରେ ଡାକ ମାଷ୍ଟରଙ୍କୁ ଏକ ଦଣ୍ଡବତ ହୋଇ ଖୁସିରେ ଗୀତ ଗାଇ ଗାଇ ଗାଁକୁ ଫେରିଗଲା।
ଦିଗଫାଣ୍ଡି ଡାକମାଷ୍ଟର ବାବୁଟି ଭାରି ବୁଦ୍ଧିଆ ଲୋକ। ସେ ସୁକୁରିଆର ଚିଠି ଖଣ୍ଡିକ ବଡ଼ଗଣ୍ଡ ରାଜାଙ୍କ ପାଖକୁ ପଠାଇଦେଲେ। ରାଜାଙ୍କ ଦରବାରରେ ଚିଠି ପଢ଼ାଗଲା। ସେଠାରେ ତାହା ଯେ ଶୁଣିଲା ସେ ହସିଲା। ବଡ଼ଗଣ୍ଡ ରାଜା ବଡ଼ ଅତ୍ୟାଚାରୀ ରାଜା। ଚାରିଆଡ଼େ ତାଙ୍କର ଦୁର୍ନାମ ଶୁଣାଯାଉଥିଲା। ସେଥିରୁ ସେ ରକ୍ଷା ପାଇବାକୁ ବାଟ ଖୋଜୁଥିଲେ। ଚିଠି ଶୁଣି କହିଲେ, ଲୋକଟା ଭାରି ସାଦା ସିଧା ଆଉ ସରଳ। ଆଚ୍ଛା, ତାକୁ ଆମ ଭଣ୍ଡାରରୁ କିଛି ଟଙ୍କା ଦେବା, ତାହେଲେ ଆମେ ବଡ଼ ଦୟାଳୁ ରଜା ବୋଲି ଚାରିଆଡ଼େ ପ୍ରଚାର ହୋଇଯିବ। ଏହା କହି ସେ 100ଟି ଟଙ୍କା ମଞ୍ଜୁର କଲେ। ଏଥିରେ ମନ୍ତ୍ରୀ ଓ ପାଖ ଲୋକେ ଆପତ୍ତି ଉଠାଇ କହିଲେ, 100 ଟଙ୍କା ବେଶୀ ହୋଇଗଲା। ରାଜା ତହୁଁ 50 ମଞ୍ଜୁର କଲେ। ବିଚାରିଲେ 100 ହେଉ ବା 50 ହେଉ, ଗରିବ ପ୍ରଜାଙ୍କର ହଠାତ୍ ପ୍ରିୟ ହେବା ପାଇଁ ଏଇଟା ଗୋଟେ ଭଲ ବାଟ। ଏହି ଘଟଣାର 7 ଦିନ ପରେ ବଡ଼ଗଣ୍ଡ ରାଜାଙ୍କ ପାଖେ ଆଉ ଖଣ୍ଡିଏ ଚିଠି ଆସି ପହଞ୍ଚିଲା। ସେହି ଚିଠି ଖଣ୍ଡିକ ସେହି ସୁକୁରିଆ ଈଶ୍ୱରଙ୍କ ପାଖକୁ ଲେଖିଥିଲା। ସେଥିରେ ଲେଖାଥିଲା, ପ୍ରିୟ ଈଶ୍ୱର, ତୁମେ ପଠାଇଥିବା ଟଙ୍କା ପାଇ ତୁମକୁ ଧନ୍ୟବାଦ ଦେଉଛି। ତୁମେ ମୋତେ ଏଣିକି କେବେ ସାହାଯ୍ୟ କଲେ ଟଙ୍କାଟାକୁ ସିଧା ସିଧା ମୋ ପାଖକୁ ପଠାଇବ। କାରଣ ଆମର ରଜା ସବୁଥିରେ ଅଧେ ନିଜେ ରଖି ଅଧେ ରଇତକୁ ଦିଅନ୍ତି। ଆମ ବିଲରେ ଧାନ ହେଲେ ସେ ନିଅନ୍ତି ଅଧେ, ଆମେ ନେଉ ଅଧେ। ଅଧେ ନ ନେଇ ସେ କେବେ ହେଲେ ଛାଡ଼ନ୍ତି ନାହିଁ। ଆଜି ମୁଁ ଯେଉଁ 50 ଟଙ୍କା ପାଇଲି ସେ ନିଶ୍ଚୟ ଅଧେ ରଖିକରି ଏତକ ପଠାଇଛନ୍ତି। ଆରଥର ଟଙ୍କା ପଠାଇଲା ବେଳକୁ ତୁମେ ଟିକେ ତଦନ୍ତ କରି ବୁଝିବ ତ। ଆମେ ବଡ଼ଗଣ୍ଡ ଜମିଦାରୀର ପ୍ରଜାମାନେ ରଜାଙ୍କୁ ଅଧାକୁ ଅଧା ଭାଗ ଦେଇ କି ଦୁଃଖରେ ଅଛୁ। ଟଙ୍କା ପଠାଇଲେ ନିଜ ଲୋକ ଦେଇ ଟଙ୍କା ପଠାଇବ ସିନା, ଏ ତାଲୁକାର କାହା ହାତରେ କେବେ ହେଲେ ପଠାଇବ ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଈଶ୍ୱରଙ୍କ ପାଖକୁ ଚିଠି। ଗାଳ୍ପିକ ଗୋଦାବରୀଶ ମହାପାତ୍ର। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।